କମ୍ପ୍ଲେନାଣ୍ଟ ଅଛନ୍ତି ନିରଞ୍ଜନ ପ୍ରଧାନ ଯାହାଙ୍କ ଘର ହେଉଛି ନଗାଁ ବି ତାଙ୍କର ରୁବିଡ଼ି ଖାଲ ପାଖରେ ଗୋଟେ ଗ୍ରୋସରୀ ଦୋକାନ ଅଛି ତାଙ୍କର ଗୋଟେ ଟ୍ରାକ୍ଟର ଅଛି ଟ୍ରାକ୍ଟର ନମ୍ବର OD 05Q9839 ତାଙ୍କ ଗ୍ରୋସରୀ ଦୋକାନ ଆଗରେ ଟ୍ରାକ୍ଟରଟାକୁ ରଖିଥିଲେ ରାତିରେ କୌଣସି ଅଜଣା କଲପ୍ରିଟ୍ ସେ ଟ୍ରାକ୍ଟରଟାକୁ ଚୋରି କରି ନେଇଯାଇଥିଲା ଆଉ ସେଇ ଆଧାରରେ ଆମର ଗୋଟେ ଲୁସିଙ୍ଗା ଥାନାରେ ଗୋଟେ କେସ୍ ହେଇଥିଲା କେସ୍ ନମ୍ବର 221/24 379 IPCରେ ଗୋଟେ କେସ୍ଟା ହେଇଥିଲା ଆଉ ସେଥିରେ କେସ୍ଟାକୁ ନିର୍ଦ୍ଦେଶ ଗୋଟେ ଟିମ୍ ଗୋଟେ ଟିମ୍ଟେ କରି ତଦନ୍ତ କରାଯାଉଥିଲା ତଦନ୍ତ ସମୟରେ ଆମର ଟିମ୍ ବିଭିନ୍ନ ଦିଗକୁ ଆଧାର କରିକିରି ଲୋକାଲ ଇଣ୍ଟେଲିଜେନ୍ସ କଲେକ୍ସନ୍ କରିକି ଜଣେ ଆକ୍ୟୁଜ୍ ଯିଏ ଏଥିରେ ଇନଭଲ୍ଭ ଥିଲେ ଶାନ୍ତନୁ ବ୍ରହ୍ମଚାରୀ ଆଲିଆସ୍ ମହାନନ୍ଦ ତାଙ୍କ ଘର ଖୁଜେନପାଲି ତାଙ୍କୁ ଆରେଷ୍ଟ କଲେ ଆରେଷ୍ଟ କରିକି ତାଙ୍କ ପାଖରୁ ଯେଉଁ ଚୋରି ଟ୍ରାକ୍ଟରଟାକୁ ଜବତ କରାଯାଇଛି ଏବଂ ଯେତେବେଳେ ତଦନ୍ତ ସମୟରେ ମଧ୍ୟ ଜଣାଯାଇଛି ଏଇ ଯେଉଁ ଶାନ୍ତନୁ ଆଲିଆସ୍ ବ୍ରହ୍ମଚାରୀ ମହାନନ୍ଦ ଖୁଜେନପାଲି ଯିଏ ଅଛନ୍ତି ତାଙ୍କର ଆଗରୁ ମଧ୍ୟ ଏ ଟ୍ରାକ୍ଟର ଚୋରିର କେସ୍ ଅଛି ତାଙ୍କ ନାଁରେ ଯେଉଁଟାକି ଖପରାଖୋଲରେ ଗୋଟେ 38 ଆଉ ଆଗଲରେ 21/24 ଦୁଇଟା କେସ୍ ଅଛି ଯେଉଁଟାକି ସେ ଟ୍ରାକ୍ଟର ଚୋରି ପ୍ରଫେସନାଲ କ୍ରିମିନାଲ ଅଛନ୍ତି ତାଙ୍କୁ ଆରେଷ୍ଟ କରାହେଇଛି ଆଉ ଆଜି ଆମେ ତାଙ୍କୁ ପୋଷ୍ଟ କରାଯାଇଥିଲା ଇଏ ସେ ଟ୍ରାକ୍ଟରର ଚାବି ତାକୁ ମିସୟୁଜ୍ କରିକିରି ମତଲବ ଡୁପ୍ଲିକେଟ୍ ଚାବି କରିକିରି କେମିତି କରିକିରି ସେ ଟ୍ରାକ୍ଟରଟାକୁ ଚୋରି କରିକି ଷ୍ଟାର୍ଟ କରିକିରି ଧରି ପଳାଉଛି ଏଇଟା ଟ୍ରାକ୍ଟରଟାକୁ ସେ ନେଇଯାଇଥିଲା ଆମର ରୁବିଡ଼ି ଖାଲରେ ଯେଉଁ ଅଛି ଆମର କମ୍ପ୍ଲେନାଣ୍ଟଙ୍କର ତାଙ୍କର ଗ୍ରୋସରୀ ଦୋକାନ ଅଛି ସେ ଦୋକାନ ସାମ୍ନାରେ ସେ ନର୍ମାଲି ସବୁଦିନ ଏ ଟ୍ରାକ୍ଟରଟାକୁ ପାର୍କିଂ କରନ୍ତି ଆଜ୍ ୟୁଜୁଆଲ୍ ସେଦିନ ମଧ୍ୟ ରାତିରେ ପାର୍କିଂ କରିଥିଲେ 21 ତାରିଖ ଦିନ ରାତିରେ ଆକ୍ୟୁଜ୍ ତାଙ୍କ ଟ୍ରାକ୍ଟରଟାକୁ ଚୋରି କରି